ନମସ୍କାର, ମୋ ଚ୍ୟାନେଲ ପ୍ରିୟଙ୍କା ପାଠଶାଳାକୁ ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ ତୃତୀୟ ଶ୍ରେଣୀର ଭାଷା ମହକ ବିଷୟର କାହାର କେତେ ଗୋଡ଼ ପାଠଟିକୁ ପଢିବା। ପିଲାମାନେ ଗୋଟେ ଚିତ୍ର ଦେଖେଇବି ମୁଁ ତମକୁ। ଦେଖ, ଏଇ ଚିତ୍ରରେ ତମେ ମାନେ କଣ ଦେଖୁଛ? ଚିତ୍ରଟାରେ ଅନୁମାନ କଲେ କଣ ଦେଖାଯାଉଛି? ଏଇ ଚିତ୍ରଟି ବାଘ ଠିଆ ହେଇଛି, ଆଉ ଅନ୍ୟ ସବୁ ପଶୁପକ୍ଷୀ ମାନେ ତଳେ ବସିଛନ୍ତି, ଆଉ ଗୋଟିଏ କଳାପଟା ଲାଗିଛି। ତ ଅନୁମାନ କଲେ ଜଣା ପଡେ ଯେ ଏହା ବଣ ଭିତରେ କିଛି ଗୋଟିଏ ପାଠଶାଳା ଚାଲିଛି। ତ କଣ ଏଇ ପାଠରେ ଅଛି? ତମମାନଙ୍କୁ ଆଗ୍ରହ ହଉଛି କି ନାଇଁ ପଢିବା ପାଇଁ? ଦେଖ, ମାଙ୍କଡ ଅଛି, ସାପ ଅଛି, କାଉ, ହାତୀ, ମୟୂର, ଜନ୍ଦା, ପିମ୍ପୁଡି ସମସ୍ତେ ଅଛନ୍ତି। ବାଘ ବି ଅଛି। କଣ ଅଛି ଦେଖିବା ପିଲା ଚଲା ଏଇ ପାଠରେ? ପାଠଟିର ନାଁ ହଉଛି କାହାର କେତେ ଗୋଡ଼। ତାମାନେ ବଣରେ ଗୋଟେ ପାଠଶାଳା ଚାଲିଛି। ସେ ପାଠ ପଢାର ଗୁରୁଜୀ ହେଉଛନ୍ତି ବାଘ। ସେ ପାଠଶାଳାରେ କଣ କଣ ପଢା ହଉଛି ଟିକେ ଦେଖିବା ଚାଲ। ବାଘ ଯିଏକି ଆମର ଗୁରୁଜୀ, ସେ କହୁଛନ୍ତି ପିଲାମାନେ କହିଲ ଦେଖି, ଗୋଡ଼ ଆମର କଣ ଉପକାର କରେ? ମାଙ୍କଡ କହିଲା, ଗୁରୁଜୀ ଗୋଡରେ ଆମେ ଚାଲୁ, ଖେଳୁ ଆଉ ଦୌଡୁ। ପିଲାମାନେ ତମେ ମାନେ ବି ଗୋଡରେ କଣ କର କହିଲ? ଚାଲିଥାଅ, ଖେଳିଥାଅ, ଦୌଡିଥାଅ। ସାପ କହିଲା, ମୋର ତ ଗୋଡ ନାହିଁ, ମୁଁ ଛାତିରେ ଭରା ଦେଇ ଯିବା ଆସିବା କରିଥାଏ। ବାଘ କହିଲା, ହଁ, ସାପ ପରି ଜିଆ ମଧ୍ୟ, ମାଛ, ଗେଣ୍ଡା, ଜୋକର ବି ଗୋଡ ନାହିଁ, ଏମାନେ ବି ଛାତିରେ ଭରା ଦେଇ ଯିବା ଆସିବା କରିଥାନ୍ତି। ମୟୂର କହିଲା, ଗୁରୁଜୀ ମୋର ଯେମିତି ଦୁଇଟି ଗୋଡ଼, ସବୁ ପକ୍ଷୀଙ୍କର ମଧ୍ୟ ଦୁଇଟି ଲେଖାଏଁ ଗୋଡ଼ ଅଛି। ହଁ ହଁ, ମଣିଷର ବି ଦୁଇଟି ଗୋଡ଼ ଅଛି। ଭାଲୁ କହିଲା, କିନ୍ତୁ ମୋର 4ଟି ଗୋଡ଼ ଅଛି। ସିଂହ, ହରିଣ ଓ ଠେକୁଆ ଭାଇମାନଙ୍କର ବି 4ଟି ଲେଖାଏଁ ଗୋଡ଼ ଅଛି। ପିଲାମାନେ, ଯେତେକ ପଶୁ ଜାତୀୟ ଜୀବ, ସିଂହ ହେଉ, ହରିଣ ହେଉ, ଠେକୁଆ ହେଉ, ଗାଈ, ଏ ସମସ୍ତଙ୍କର 4ଟି ଲେଖାଏଁ ଗୋଡ଼ ଅଛି। ଆଉ ପକ୍ଷୀ ଯେତେ ରହିଲେ ସମସ୍ତଙ୍କର 2ଟି ଲେଖାଏଁ ଗୋଡ଼ ଅଛି। ମାଙ୍କଡ କହିଲା, ମୋର ବି 4ଟି ଗୋଡ଼। ମୁଁ ମୋ ଆଗ 2 ଗୋଡ଼କୁ ହାତ ଭରି କାମରେ ଲଗାଇଥାଏ। ହାତୀ କହିଲା, ଆଚ୍ଛା ଆଚ୍ଛା, ତମ ମାନଙ୍କର ଯଦି 4ଟି ଗୋଡ଼, ମୋର କଣ 5ଟା ଗୋଡ଼ ନା କଣ? ନା ନା, ମୋର ବି 4ଟି ଗୋଡ଼ ଅଛି, କିନ୍ତୁ ମୋର ଗୋଟିଏ ଲମ୍ବା ଶୁଣ୍ଢ ଅଛି। ବାଘ କହିଲା, ଆଚ୍ଛା ଆଚ୍ଛା, ତମର ଲମ୍ବା ଶୁଣ୍ଢ ଅଛି। କହିଲ ଦେଖି, ମଶା ମାଛି ମାନଙ୍କର କେତୋଟି ଗୋଡ଼ ଅଛି ପିଲାମାନେ? ପ୍ରଜାପତି କହିଲା, ମଶା ମାଛି ମାନଙ୍କର 6ଟି ଗୋଡ଼, ମୋର ବି 6ଟି ଗୋଡ଼। ଜନ୍ଦା, ପିମ୍ପୁଡି, ଭଅଁର, ମହୁମାଛିର ବି 6ଟି ଲେଖାଏଁ ଗୋଡ଼ ଅଛି। ବାଘ କହିଲା, ଆରେ ବା, ଏଥର କହିଲ କାହାର 8ଟି ଗୋଡ଼ ଅଛି? ବୁଢିଆଣୀ ଥିଲା ହଠାତ୍ ଠିଆ ହୋଇ ପଡି କହିଲା, ମୋର ପରା 8ଟି ଗୋଡ଼। ମାଙ୍କଡ ସରା ବି 8ଟି ଗୋଡ଼ ଅଛି। ଆମେ ଆମ ଗୋଡ଼ରେ ଜାଲ ବୁଣିଥାଉ, ଆଉ ସେଠି ବସା ତିଆରି କରି ରହିଥାଉ। ବହୁତ ଭଲ ପିଲାମାନେ। ବାଘ କହିଲା, ପିଲାମାନେ ଜାଣିଛ କି ଗୋଟେ କୀଟ ଅଛି, ତାର 30ରୁ ଆରମ୍ଭ ହୋଇ 382 ପର୍ଯ୍ୟନ୍ତ ଗୋଡ଼ ହୋଇପାରେ। ଏଇ ଅଦ୍ଭୁତ କୀଟଟିର ନାଁ କଣ ଜାଣିଛ ପିଲେ? ତା ନାଁ ହେଲା ବିଛା। ତମେ ମାନେ ବିଛା ଦେଖିଛ କି? ବିଛାର 30ରୁ ଆରମ୍ଭ ହୋଇ 382 ପର୍ଯ୍ୟନ୍ତ ଗୋଡ଼ ହୋଇପାରେ। କାଉ କହିଲା, ହଁ ହଁ, ମୁଁ ବିଛା ଦେଖିଛି। ସେ ପ୍ରାୟ ଅନ୍ଧାରୁଆ ଓ ଓଦା ଜାଗାରେ ରହିଥାଏ। ଗଛର ଛାଲି ଭିତରେ ଆଉ ଓଦା ଘାସ ପତ୍ର ତଳେ ବିଛା ସବୁବେଳେ ରହିଥାଏ। ବାଘ କହିଲା, ଆରେ ବା, ତମେ ମାନେ ତ ବହୁତ କଥା ଜାଣିଛ ତାହେଲେ। ଆଜି ଆମେ ଅନେକ ଜୀବଜନ୍ତୁଙ୍କର ଗୋଡ଼ ବିଷୟରେ ଜାଣିଲେ। ଆଜି ପାଇଁ ଏତିକି ଥାଉ। ସମସ୍ତ ଶିକ୍ଷାର୍ଥୀ ମାନଙ୍କୁ ବିଦାୟ ଦେଇ ଗୁରୁଜୀ ତାଙ୍କର ପାଠ ପଢାଟିକୁ ଶେଷ କରିଥିଲେ। ଏଇ ଦେଖ, ବଣର ସବୁ ଜୀବଜନ୍ତୁ ମାନେ ପାଠ ପଢା ଶେଷ କରି ନିଜ ନିଜ ଘରକୁ ଗଲେ। ପିଲାମାନେ କହିଲ, ଏଇ ଚିତ୍ରରେ ଯୋଉ ପଶୁ ପକ୍ଷୀ ମାନଙ୍କୁ ଦେଖୁଛ, ସେମାନଙ୍କର ନାଁ କଣ କଣ? ସିଂହ ଅଛି, ମାଙ୍କଡ ଡାଳକୁ ଡେଉଁଛି, ଜେବ୍ରା ଦେଖ ପାଣି ପିଉଛି, ଏମିତି ବିଭିନ୍ନ ପଶୁ ପକ୍ଷୀ ଅଛନ୍ତି। ତମେ ସେ ପଶୁ ପକ୍ଷୀ ମାନଙ୍କର ନାମକୁ ଖାତାରେ ଲେଖ।